ଦେଖିପାରୁଥିବେ ଆଜି ଏମିତି ଅବସ୍ଥା ହବାର କାରଣ କଣ, ମାନେ କଣ ପାଇଁ ଟ୍ରେନର ଏମିତି ଅବସ୍ଥା ହେଇଛି ଦେଖିପାରୁଥିବେ, ପଟରୀର ଏମିତି ପ୍ରୋବ୍ଲେମ। ତ କ୍ୟାମେରାମ୍ୟାନ୍ କୁ ଫୋକସ କରିବି, ଦେଖିପାରୁଥିବେ ଉତ୍ତର ଦେଖାଅ, ଯଦି ଏଇଭଳିଆ ଘାସ ହବ ତାହେଲେ ଆଗକୁ କଣ ହବ ମତେ ଟିକେ ଉତ୍ତର ଦିଅନ୍ତୁ। ଆଉ ଷ୍ଟୁଡିଓରେ ତ ଆପଣ ଅଛନ୍ତି ରଶ୍ମି, ରଶ୍ମି ଦେଖିପାରୁଥିବେ ମାନେ ଏଠି କେମିତି କଣ ଅବସ୍ଥା ଚାଲିଛି ବର୍ତ୍ତମାନ, କ୍ଲିୟର ବିଲକୁଲ ନାହିଁ। ଯଦି କ୍ଲିୟର ନ ହଉଛି ତାହେଲେ କିଛି ବି ପ୍ରୋବ୍ଲେମ ହେଇପାରେ, କାହିଁକିନା ସାପ ବି ଟ୍ରେନରେ ପଶି ପାରନ୍ତି, ସାପ ବି ପଶି ପାରନ୍ତି। କ୍ୟାମେରାମ୍ୟାନ ଆଙ୍ଗେଲ ଚେଞ୍ଜ କର, ସାପ ବି ପଶି ପାରନ୍ତି ଯଦି କ୍ଲିନ ନ ହୁଏ ତାହେଲେ ଏ ଟ୍ରେନ ଲାଇନର ଅବସ୍ଥା କଣ ହବ, ଲୋକ କେମିତି ରହିବେ, କେମିତି କଣ ଯିବା ଆସିବା କରିବେ, କଣ କରିବେ, ତାହେଲେ ମତେ କୁହନ୍ତୁ। ରଶ୍ମି ତମେ କୁହ, ଖାଲି ଟିକେ ମାନେ ଲୋକଙ୍କୁ ଦେଖେଇକି ଇଏ କରିଦବା, ଆଉ ଆମେ କଣ ଯାଇକି ତାକୁ ସଫା କରିବା ନା କଣ। ଆଉ ଦେଖିପାରୁଥିବେ ଯେମିତି ରଶ୍ମି କହିଲେ ସିଏ ସଫା କରିବେନି, ତାହେଲେ ଆମର ବି କିଛି କାମ ନାହିଁ। ସରକାରକୁ ଏତିକି ଅନୁରୋଧ ଯେ କି ମାନେ ଏଇ ଯୋଉ ଅଳିଆ ମାନେ ଜଲ୍ଦି ସଫା କରନ୍ତୁ, ନହେଲେ ସାପ ପଶିଯିବେ ଟ୍ରେନରେ, ବହୁତ ପ୍ରୋବ୍ଲେମ ହେଇପାରେ, ବହୁତ ଜନଜୀବନ ନଷ୍ଟ ହେଇପାରେ। ତ ସେତିକି କହିବି। ତାହେଲେ ଆମର ଇଏ ଧୁମାଳ ନ୍ୟୁଜକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ରହିଲି, ଜୟ ଜଗନ୍ନାଥ।